जी नमस्कार। आज हम चैनल को आपण मानक स्वागत। आज हम डिस्कस करवा जो एस्ट्रोलॉजी अच्छी एस्ट्रोलॉजी रे साधारणतः देखिथे बहुत लोकंकर संतान जन्म करिवार क्षमता थाए कि संतान है न थाए। एस्ट्रोलॉजिकली कारण कौन एक्चुअली देखंतु ये गोटे संसार गोटे नियम बहुत कष्ट भी लगी था से फैमिली मेंबर हूँ जहाँ कहो भी बहुत कष्ट होता है जीवन में। जो मैंने भी एस्ट्रोलॉजी कोर्स କରିଛନ୍ତି राइट वे रे तांको सजेशन दियंतु जो थे किसी फलप्रद हो परिबो सेटा समथिंग को रिक्वेस्ट एना आपण एमिति किछि अनागनिया तांको कोंतने एमिति गुटे ठासक मारी कोंतने जावल करा कि एक्चुअली तांको राइट वे रे देखंतु तांको लाइफ रे कौन कौन प्रभाव रहुछि कौन पाई कारण से कारणटा एक्चुअली रीजन टा खोजंतु कि रीजन को प्रॉपर गाइडेंस करंतु जहा द्वारा ସେମାନେ ଖୁସି କାହିଁକିନା ଏଇଟା ଗୋଟେ ବହୁତ ବଡ ସମସ୍ୟା ଜୀବନରେ ଆସିଥାଏ। ଯୋଉମାନେ ଦମ୍ପତି ଅଛନ୍ତି ତାଙ୍କ ଲାଇଫରେ ବହୁତ କଷ୍ଟ ବି ଆସିଥାଏ ଲାଇଫରେ ବହୁତ କଥା ବି ସମାଜରେ ଶୁଣିବାକୁ ପାଇଥାନ୍ତି ଲୋକ। ଏଇଗୁଡ଼ା ଯେମିତି ହଉଛି ଆପଣଙ୍କୁ ବହୁତ ବିଶ୍ୱାସ କରି ସେମାନେ ଆଷ୍ଟ୍ରୋଲୋଜି ହଉ ବେସିକାଲି ଆଷ୍ଟ୍ରୋଲୋଜି ହଉ ପଣ୍ଡିତଙ୍କ ପାଖକୁ ତ ଯାଆନ୍ତି ବହୁତ ଉପାୟ ବି କରନ୍ତି କିନ୍ତୁ ରାଇଟ୍ ଉପାୟ ଦିଅନ୍ତୁ ଯୋଉଥିରେ କିଛି ଫଳପ୍ରଦ ହେଇପାରିବ। ଦେଖନ୍ତୁ ଏଇଟା ଗୋଟେ ବହୁତ ବଡ ସମସ୍ୟା ଲାଇଫରେ ଭଗବାନଙ୍କର ଇଚ୍ଛା ତା ସହିତ ଆମେ କହିଦବା କିନ୍ତୁ ଯଦି ଆମେ ରାଇଟ୍ ଆଷ୍ଟ୍ରୋଲୋଜି ପ୍ଲାଟଫର୍ମ ଯଦି ଠିକ ଭାବରେ ତାକୁ ସମସ୍ୟାର ସମାଧାନ କରିପାରିବା ଲୋକ ନିଶ୍ଚିତ ଭାବରେ ଗୋଟେ ଉପକୃତ ହବ। ତାର ନିଶ୍ଚିତ ଭାବରେ ଦେଖନ୍ତୁ ଯେକୌଣସି ଡିଜିଜ ହେଲେ ଯେମିତି ତାର ବିଭିନ୍ନ ଡିଜିଜ ପାଇଁ ଯେକୌଣସି ଯଦି ପ୍ରପର ମେଡିସିନ ଦିଆଯାଏ ତାହେଲେ କାମ କରିଥାଏ ସେରକମ ପ୍ରପର ଆଷ୍ଟ୍ରୋଲୋଜି ପ୍ରେଡିକ୍ସନ ପ୍ରପର ଗାଇଡେନ୍ସରେ ଜାତକକୁ ଯଦି ଦେଖାଯାଏ ରାଇଟ୍ ୱେରେ ଦେଖାଯାଏ ତାହେଲେ ତାର ପ୍ରଭାବ ନିଶ୍ଚିତ ଭାବରେ ଫଳପ୍ରଦ ହୋଇଥାଏ। ତାରି ବିଷୟରେ ଆଜି ଆଲୋଚନା କରିବା ବହୁତ ଗୋଟେ ଭଲ ଟପିକ୍ସ। ତାରି ବିଷୟରେ ମୁଁ ନିଶ୍ଚିତ ଭାବରେ ମୋର ଯେତିକି ବି ନଲେଜ ଅଛି ତାରି ଭିତରେ ସେୟାର କରିବି ଯାହା ବି ଶିଖିଛି ଯାହା ବି ଜାଣିଛି ତାରି ଭିତରେ ନିଶ୍ଚିତ ଭାବରେ ସେୟାର କରିବି। ଏ ଲାଇଫରେ ଇମ୍ପାକ୍ଟ ପଡିବ ଆଉ ଆପଣ ମାନଙ୍କୁ କହିବି ଯୋଉମାନେ ବି ଜାତକ ବା ଆଷ୍ଟ୍ରୋଲୋଜି ଅନୁସାରେ ଦେଖୁଛନ୍ତି ରାଇଟ୍ ୱେରେ ଦେଖନ୍ତୁ ଏମିତି କାହିଁକିନା ଏଇଟା ଗୋଟେ ଜୀବନର ଗୋଟେ ବହୁତ ବଡ ସମସ୍ୟା ଲାଇଫରେ ଗୋଟେ ବହୁତ ବଡ ସମସ୍ୟା ହେଇ ରହିଥାଏ। ତାକୁ ରାଇଟ୍ ୱେରେ ରାଇଟ୍ ପ୍ଲାଟଫର୍ମ ଦେଖନ୍ତୁ ଆଉ ରାଇଟ୍ ପ୍ରେଡିକ୍ସନ ଦିଅନ୍ତୁ ହେଲା। ଫ୍ରିରେ ବି ପ୍ରେଡିକ୍ସନ ଦବାକୁ ଚିନ୍ତା କରନ୍ତୁ ଖାଲି ମନି ଓରିଏଣ୍ଟେଡ ହୁଅନ୍ତୁନି କାହିଁକିନା ରାଇଟ୍ ପ୍ଲାଟଫର୍ମ ଯଦି ଦଉଛନ୍ତି ନିଶ୍ଚିତ ଭାବରେ ସେ ଲୋକ ଉଦ୍ଧାର ହବ ଆପଣଙ୍କର ବି ପୁଣ୍ୟ ହବ ଆପଣଙ୍କ ଲାଇଫରେ ବି ବହୁତ କିଛି ପୁଣ୍ୟ ହବ। ଓକେ ଯଦି ଜାଣିଛନ୍ତି ତାକୁ ସହଯୋଗ କରନ୍ତୁ। ତେଣୁ ଆଜି ଆମେ ଡିସ୍କସ କରିବା ସେ ଟପିକକୁ। ଓକେ ଟପିକକୁ ଡିସ୍କସ କରିବା। ଓକେ ନିଶ୍ଚିତ ଭାବରେ ସେ ଟପିକକୁ ଆଜି ଡିସ୍କସ କରୁଛି। ସନ୍ତାନ ସମସ୍ୟା ଜ୍ୟୋତିଷରେ ଶିଶୁ କାହିଁକି ଜନ୍ମ ହୁଏ ଜନ୍ମ କୁଣ୍ଡଳରେ ସନ୍ତାନ ଯୋଗ କାହିଁକି ବାଧା ଆସେ ଆର ବିଷୟରେ ଆଜି ଆମ ଟପିକ ଆଲୋଚନା କରିବା। ଗୋଟେ ବହୁତ ବଡ ସମସ୍ୟା ତାରି ବିଷୟରେ ଆଲୋଚନା କରିବା ଦେଖିବା। ଓକେ ବହୁତ ଗୁରୁତ୍ୱର ସହିତ ଗ୍ରହଣ କରିବା ଦରକାର ଆର ରେମେଡି କଣ ରହିବ କଣ ପାଇଁ ଆମ ଲାଇଫରେ ଏପରି ଘଟିଥାଏ। ଓକେ ଜ୍ୟୋତିଷ ଅନୁସାରେ ଆମେ ଯଦି ସମସ୍ୟାର ସମାଧାନ ଦେଖିବା ବା ସମସ୍ୟା କଣ ପାଇଁ ଉପୁଜିଛି ପ୍ରଥମତଃ ପଞ୍ଚମ ଭାବ ବା ପାଞ୍ଚମ ଘର ବା ଫିଫ୍ଥ ହାଉସ ପଞ୍ଚମ ହାଉସରେ ସନ୍ତାନ ସୁଖ ରହିଥାଏ ସମୟ ସେ ଝିଅ ହଉ କି ପୁଅ ହଉ ଯୋଉ ପଞ୍ଚମ ଘର ଆମକୁ କହିଥାଏ କଣ ହବ ସନ୍ତାନର କାହିଁକି ଯଦି ଏହାର ଦୁର୍ବଳତା କିମ୍ବା କୁଗ୍ରହ ଯଦି ପଞ୍ଚମ ଘରେ ଆପଣଙ୍କର ଶନି ମଙ୍ଗଳ ରାହୁ କେତୁ ରହିଥାନ୍ତି ପ୍ରଭାବ ପଡିଥାଏ ସନ୍ତାନ ସମସ୍ୟା ଭଲ ଭାବରେ ଜାଣନ୍ତୁ ପଞ୍ଚମ ଗ୍ରହରେ ଯଦି ବା ପଞ୍ଚମ ଭାବରେ ଯଦି ଆପଣଙ୍କର ଏ ଭାବରେ ବା ଏ ହାଉସରେ ଯଦି ଶନି ମଙ୍ଗଳ ରାହୁ କେତୁ ଥାନ୍ତି ତାହେଲେ ପ୍ରଭାବ ପଡିଥାଏ ସନ୍ତାନ ସମସ୍ୟା। ଗୁରୁ ରହିଲେ ଗୁରୁ ବା ବୃହସ୍ପତି ଗୁରୁ ରହିଲେ ପୁତ୍ର କାରକ ଚିଲଡ୍ରେନ ସିଗ୍ନିଫିକାଣ୍ଟ ଯଦି ବୃହସ୍ପତି ଦୁର୍ବଳ ନିଚ ପାପଗ୍ରସ୍ତ ଥାନ୍ତି ସନ୍ତାନରେ ବାଧା ହେଇଥାଏ। ଯଦି ସେ ଘରେ ଶନି ମଙ୍ଗଳ ରାହୁ କେତୁ ପ୍ରଭାବ ଫିଫ୍ଥ ହାଉସ କିମ୍ବା ଫିଫ୍ଥ ଲର୍ଡ ଉପରେ ଯଦି ଗ୍ରହର ପ୍ରଭାବ ଥାଏ ଡିଲେ ମିସକ୍ୟାରେଜ ଆଉ ଇନଫେରେଣ୍ଟି ହେଇଥାଏ ସବୁ ଦୋଷ କଣ ପୁତ୍ର ଦୋଷ ସନ୍ତାନ ଦୋଷ ନାଡି ଦୋଷ
କାଳସର୍ପ ଦୋଷ ଯଦି ଫିଫ୍ଥ ହାଉସ କୁ ପ୍ରଭାବିତ କରିଥାଏ। ଜୀବନରେ ମନେ ରଖନ୍ତୁ, ଆପଣଙ୍କର ଜ୍ୟୋତିଷ ଅନୁସାରେ ଫିଫ୍ଥ ହାଉସ ଆପଣଙ୍କର ସନ୍ତାନ କାରକ, ଝିଅ ହଉ କି ପୁଅ ହଉ। କିନ୍ତୁ ଯଦି ଏଠି ଶନି, ମଙ୍ଗଳ, ରାହୁ କେତୁଙ୍କର ପ୍ରଭାବ ପଡେ, ସନ୍ତାନ ହବାର ସମସ୍ୟା ସୃଷ୍ଟି କରିଥାଏ। ବୃହସ୍ପତି ପୁତ୍ର କାରକ, ଯଦି ବୃହସ୍ପତି ଆପଣଙ୍କ ଥାଏ ଉଚ୍ଚରେ ଥାନ୍ତି, ସେ ଆପଣଙ୍କୁ ପୁତ୍ର ପ୍ରଦାନ କରିବେ। ଯଦି ବୃହସ୍ପତି ଦୁର୍ବଳ, ନିଚ, ପାପଗ୍ରସ୍ତ ଥାନ୍ତି, ସନ୍ତାନରେ ବାଧା। ମୁଁ ପାପଗ୍ରସ୍ତ ଗ୍ରହ କଥା ଆଲୋଚନା କରିବି ଭବିଷ୍ୟତରେ। ଶନି, ମଙ୍ଗଳ, ରାହୁ, କେତୁ ପ୍ରଭାବ ଫିଫ୍ଥ ହାଉସରେ ବା ଫିଫ୍ଥ ଲର୍ଡ ଉପରେ ଯଦି ଗ୍ରହ ପ୍ରଭାବ ଥାଏ, ଡିଲେ, ମିସକ୍ୟାରେଜ ହେଇଥାଏ। ଦୋଷ ହଉଛି କଣ, କଣ କଣ ଦୋଷ ଥବା ଦରକାର ହେଇଥାଏ? ପୁତ୍ର ଦୋଷ, ସନ୍ତାନ ଦୋଷ, ନାରୀ ଦୋଷ, କାଳସର୍ପ ଦୋଷ ଯଦି ଥାଏ ଫିଫ୍ଥ ହାଉସକୁ ପ୍ରଭାବିତ କରେ। ପିତୃଦୋଷ, ପିତୃକର୍ମ, ପାଷ୍ଟ ଲାଇଫ କର୍ମର ଫଳରେ କେବେ କେବେ ସନ୍ତାନ ଯୋଗ ବିଳମ୍ବ ହୁଏ। ଦମ୍ପତ୍ତି ଦୁହିଁର କୁଣ୍ଡଳୀ, ନିଶ୍ଚିତ ଭାବରେ ଯୋଉମାନେ ଜାତକ ଦେଖୁଛନ୍ତି, ଦି ଜଣଙ୍କର ଜାତକ ଦେଖନ୍ତୁ, ଗୋଟିଏ ଜାତକ ଦେଖି କେବେ ପ୍ରେଡିକ୍ସନ କରନ୍ତୁନି। କାହିଁକିନା ସନ୍ତାନ ଯୋଗ ଦୁଇଟି ଜାତକ ଉପରେ କାହାର ଜାତକରେ ଦୋଷ ଅଛି ତାକୁ ଆମେ ଗ୍ରାଇଡ୍ସ କରିବାର ଅଛି, ତାର ସଲ୍ୟୁସନ ଅଛି, ତାକୁ ମାର୍କ କରିବାର ଅଛି। କାହା ଜାତକରେ ସ୍ତ୍ରୀର ଜାତକ କିମ୍ବା ପୁରୁଷ କିମ୍ବା ନାରୀର କୌଣସି ଜାତକରେ, ହଜବାଣ୍ଡ କିମ୍ବା ୱାଇଫ ଜାତକରେ କାହାର ଦୋଷ ଅଛି। କେବଳ ଗୋଟିଏ କୁଣ୍ଡଳୀ କେବେ ବି ଦେଖନ୍ତି ନା ଆପଣ ଚେକ୍ କରନ୍ତୁ ନାହିଁ। ପତି ପତ୍ନୀ ଦୁହିଁଙ୍କର ହରସ୍କୋପ ଚେକ୍ କରନ୍ତୁ, କମ୍ପେୟାର କରିବା ଦରକାର। ସନ୍ତାନ ପାଇଁ ନିହାତି ଗୋଟିଏ ଜାତକ କେବେ କରିବେନି। ସନ୍ତାନ ଯୋଗ ପାଇଁ ଉପାୟ କଣ? ଗୁରୁ ପୂଜା, ପ୍ରତି ଟ୍ୟୁସଡେ ବ୍ରତ କରନ୍ତୁ, ପିତ୍ତ ବସ୍ତ୍ର ବା କଳା ବା ଗୁରୁ ପୂଜା କରନ୍ତୁ, ଶିବ ପାର୍ବତୀ ପୂଜା କରନ୍ତୁ, ସନାତନ ଗୋପାଳ ମନ୍ତ୍ର ପାଠ କରନ୍ତୁ, ଆଣ୍ଠୁଆ ଗୋପାଳ ଯାହାକୁ କୁହନ୍ତି ତାକୁ ପାଠ କରନ୍ତୁ, ତାକୁ ବି ପୂଜନ୍ତୁ। ପିତୃକର୍ମ, ପିତୃ ତର୍ପଣ, ଶ୍ରାଦ୍ଧ କଲେ ଦୋଷ କମେ। ଅମାବାସ୍ୟା ଯୋଉ ଆସିବ, ଦୀପାବଳି ପୂର୍ବରୁ ଯୋଉ ଅମାବାସ୍ୟା ଆସେ, ପିତୃକର୍ମ ବା ପିତୃ ଶ୍ରାଦ୍ଧ ଦିଅନ୍ତୁ ଭଲ ଭାବରେ। ଆପଣ ପିତୃ ନୁହଁ, ତାର ପୂର୍ବ ଜନ୍ମର କିଛି ଅଛନ୍ତି ଆପଣ ଜେଜେ ହଉ, ତାଙ୍କୁ ଠିକ ଭାବରେ ଶ୍ରାଦ୍ଧ ପାଳନ କରନ୍ତୁ। ତୁଳସୀ, ବିଷ୍ଣୁ ପୂଜା କରନ୍ତୁ, ସନ୍ତାନ ସୁଖରେ ସାହାଯ୍ୟ କରିଥାଏ। ମନ୍ତ୍ର ଓಂ ନମଃ ଭଗବତେ ବାସୁଦେବା ପ୍ରତିଦିନ ପାଠ କରନ୍ତୁ, ରିଏଲି ପାଠ କରିବା ଦରକାର। ସେମିତି ଆମେ ମନ ଇଚ୍ଛା ବସିଯିବା, ଡାକିଲେ ପ୍ରଭୁ ଶୁଣିବେ ନାହିଁ। ଆମ ମାଇଣ୍ଡକୁ କନସିୟସ, ଆମ ଅରାକୁ କ୍ଲିନ କରିବାର ଅଛି। ଅରା ସହିତ ଭଗବାନଙ୍କ ସ୍ପିରିଟ ସହିତ ସ୍ପିରିଚୁଆଲି ଡାକିବାର ଆବଶ୍ୟକ। ଚିକିତ୍ସାର ବି ସମ୍ଭାବନା ଅଛି। ଯଦି ଆମେ ମେଡିକାଲ ଆଞ୍ଜେଲ, ଚିକିତ୍ସାର ଯଦି ମେଡିକାଲ ସିଷ୍ଟମରେ ଆମେ ଦେଖିବା, ହରମୋନାଲ ଇନବାଲାନ୍ସ, ପିସିଓଡି, ସ୍ପିରିଟ କାଉଣ୍ଟ କମ ଥାଏ, ଷ୍ଟ୍ରେସ୍ ଥାଏ, ଲାଇଫଷ୍ଟାଇଲରେ କିଛି ପରିବର୍ତ୍ତନ କରନ୍ତୁ ସନ୍ତାନ ସମସ୍ୟା ପାଇଁ। ଆଷ୍ଟ୍ରୋଲୋଜିରେ ହଉଛି କର୍ମ ଗ୍ରହ, ମେଡିକାଲରେ ହେଲ୍ଥ ଚେକଅପ୍ କରନ୍ତୁ। ଦୁଇଟା ଇକ୍ୱାଲ ଇମ୍ପୋର୍ଟାନ୍ସ, ଦୁଇଟା ଲାଇଫରେ ଇକ୍ୱାଲ। ଆଷ୍ଟ୍ରୋଲୋଜି ଦେଖିବା, ଯଦି ମେଡିକାଲ ଚେକଅପରେ ଆପଣ କିଛି ସଫଳ ହଉନା, ନିଶ୍ଚିତ ଆଷ୍ଟ୍ରୋଲୋଜି ଉପରେ ଇଫେକ୍ଟ କରନ୍ତୁ। ଯଦି ଆଷ୍ଟ୍ରୋଲୋଜି ଉପରେ ଇଫେକ୍ଟ ମେଡିକାଲ ଚେକଅପ କରିବେ। ଆଜିକାଲି ତ ସମସ୍ତେ ମ୍ୟାକ୍ସିମମ୍ ଲୋକ ମେଡିକାଲ ଚେକଅପ କରୁଛନ୍ତି, କିନ୍ତୁ ଆଷ୍ଟ୍ରୋଲୋଜି ରାଇଟ ୱେରେ ନେଇକିନା ଦେଖନ୍ତୁ କାହାର ଇମ୍ପାକ୍ଟ ରହୁଛି, କୋଉ ଗ୍ରହରେ କୋଉ ଜନ୍ମର ପୂର୍ବ ଜନ୍ମର କର୍ମଫଳ ଯଦି ଆପଣ ଏଇ ଜନ୍ମ ନିଶ୍ଚିତ ଭାବରେ ଇମ୍ପାକ୍ଟ କରୁଛି, ତାହାର ସମାଧାନ କରନ୍ତୁ। ନିଶ୍ଚିତ ସମାଧାନ ତ ସମସ୍ତଙ୍କର ଅଛି। ଓକେ, କାରଣ ଇଏ ଥିଲା ଆଜି ପାଇଁ ଗୋଟେ ଚାପ୍ଟର୍ସ, ବହୁତ ଇମ୍ପୋର୍ଟାଣ୍ଟ ଚାପ୍ଟର୍ସ। ମୁଁ ଆଉ ଥରେ ବି ଡିସ୍କସ କରାଉଛି କଣ କଣ ସମସ୍ୟା। ଦେଖନ୍ତୁ, ଆପଣଙ୍କର ଯଦି ପଞ୍ଚମ ଗ୍ରହରେ ସନ୍ତାନ ସୁଖ, ଏହି ଜାଗାରେ ଯଦି ଆପଣଙ୍କ ଦୁର୍ବଳତା କିମ୍ବା କୁଗ୍ରହ ଥାଏ, ଏଇ ଗ୍ରହ କୁଗ୍ରହ ମାନେ ଶନି, ମଙ୍ଗଳ, ରାହୁ, କେତୁ ରହିବେ ପ୍ରଭାବରେ, ସନ୍ତାନ ସମସ୍ୟା ନିଶ୍ଚିତ ଭାବରେ ଆପଣଙ୍କର ଡେରି ହବ। ଗ୍ରହ ଗୁରୁ ଯଦି, ଗୁରୁ ହଉଛନ୍ତି ପୁତ୍ର କାରକ, ବୃହସ୍ପତି ହଉଛନ୍ତି ପୁତ୍ର କାରକ। ଯଦି ବୃହସ୍ପତି ଦୁର୍ବଳ ବା ନିଚ, ପାପଗ୍ରସ୍ତ, ନିଚ କଣ, ପାପଗ୍ରସ୍ତ କଣ, ତାକୁ ଜାଣିବା ତାର ଆବଶ୍ୟକ ଅଛି। ପାପଗ୍ରସ୍ତ ମାନେ ଗୁରୁଙ୍କ ସହିତ ଯଦି ରାହୁ ରହିବେ, ତାଙ୍କୁ ନିଚ କରିବେ, ଗୁରୁଙ୍କ ପାୱାରକୁ ସବୁବେଳେ କମ କରିବେ। କେତୁ ରହିବେ, ତାଙ୍କ ପାୱାରକୁ ନିଚ କରିବେ, କମ କରିଦେବେ, ତେଣୁ ସନ୍ତାନରେ ବାଧା। ତା ପାଇଁ ନିଶ୍ଚିତ ଭାବରେ ଷ୍ଟୋନ ହଉ, ରେମେଡି ବି ତିଆରି କରିପାରିବା। ଷ୍ଟୋନ ହଉ, ତାପରେ ଯଜ୍ଞ ହଉ, କିମ୍ବା ଆପଣଙ୍କର ପୂଜା, କୌଣସି ପୂଜା ପଦ୍ଧତି ହଉ, ଆଉ ଆମ ଲାଇଫଷ୍ଟାଇଲ ଆମର କିଛି ଦାନ ଧର୍ମ ବି କଲେ ତାର ପ୍ରଭାବ ବଢିବ। କାରଣ ଗୁରୁକୁ ଆମେ ଷ୍ଟ୍ରଙ୍ଗ ଯଦି କରିବା, ବୃହସ୍ପତିଙ୍କୁ ଯଦି ଷ୍ଟ୍ରଙ୍ଗ କରିବା, ତାହେଲେ ଆମ ପ୍ରପଗ୍ରସ୍ତ, ପ୍ରପଗ୍ରସ୍ତ ମାନେ ରାହୁ କେତୁ ହଉଛନ୍ତି ଯୋଉ ଗ୍ରହ, ସେ ଗୁରୁଙ୍କୁ ବହୁତ ଦୁର୍ବଳ କରି ପକାନ୍ତି, ଯାହାଦ୍ୱାରା ଆମ ସନ୍ତାନ, ଆମ ଲାଇଫରେ ସନ୍ତାନ ବହୁତ କଷ୍ଟ ହେଇଥାଏ। ଶନି, ମଙ୍ଗଳ, ରାହୁ, କେତୁ ଏ ପ୍ରଭାବ ରହିଥାଏ ସବୁବେଳେ, ଚାରି ଗ୍ରହର ପ୍ରଭାବ। ଦୋଷ, ପୁତ୍ର ଦୋଷ ଥାଇପାରେ, ସନ୍ତାନ ଦୋଷ ଥାଇପାରେ, ନାରୀ ଦୋଷ ଥାଇପାରେ, କାଳସର୍ପ ଦୋଷ ଯଦି ଥାଏ ସନ୍ତାନ ହେବାର ପ୍ରଭାବ କରିଥାଏ। ତେଣୁ ଆକୁ ସବୁ ସମାଧାନ କରନ୍ତୁ ପ୍ରପର ୱେରେ।
କରିବେ ନିଶ୍ଚିତ ଭାବରେ ଫଳପ୍ରଦ ହବାର ଚାନ୍ସ ରହିବ ଆପଣଙ୍କର ଲାଇଫରେ। ଭଗବାନ ନିଶ୍ଚିତ ଭାବରେ ଆପଣଙ୍କୁ ସହଯୋଗ କରିବେ। ଏବଂ ସବୁ କିଛି ବି ଲାଇଫରେ ଇମ୍ପସିବୁଲ ନୁହେଁ, ସବୁ ପସିବଲ ବି ହେଇପାରିବ। ତେଣୁ ଆମକୁ ବିଶ୍ୱାସର ସହିତ କର୍ମ କରିବାର ଅଛି, ଆମକୁ ରାଇଟ୍ ୱେରେ ପାଇବାର ଅଛି। ଯଦି ଆମେ ସଠିକ ଜାଣିପାରିବା ଏଇଆ ପ୍ରୋବ୍ଲେମ ହଉଛି ଆମ ଜାତକରେ, ଆମ ଭାବରେ ଏଇଆ ପରିବର୍ତ୍ତନ। କିନ୍ତୁ ଯିଏ ବି ଜାତକ ଯୋଉଠି ବି ଦେଖନ୍ତୁ, ଦମ୍ପତିଙ୍କ ଦୁହିଁଙ୍କର କୁଣ୍ଡଳୀ ଦେଖିବା ଉଚିତ। ଦୁହିଁଙ୍କ କୁଣ୍ଡଳୀ ଦେଖିଦେଲେ ଆପଣ ନିଶ୍ଚିତ ଭାବରେ ରାଇଟ୍ ୱେ ରାଇଟ୍ ଆନ୍ସର ପାଇବେ, ଆଉ ଆପଣ ତାର ପ୍ରତିକାର କରିପାରିବେ। ତା ଦ୍ୱାରା ଆପଣ ନିଶ୍ଚିତ ଭାବରେ ଫଳପ୍ରଦ ହବ। ତେଣୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ଆମ ଚ୍ୟାନେଲ। ପୁଣି ନ୍ୟୁ ନ୍ୟୁ ଟପିକ ଆଣିବି। ନମସ୍କାର।